6 ଫେବୃଆରୀ ମାଘ ମାସ ଗୁରୁବାର ନବମୀ ତିଥିରେ ଆପଣ ଏହି ଉପାୟକୁ ନିହାତି କରନ୍ତୁ। ଆଉ ଗୁରୁବାର ସବୁଠାରୁ ବଡ଼ ଦିନ ହୋଇଥାଏ। ଏହି ଗୁରୁବାର ଦିନ ନିୟମିତ ନୀତି ନିୟମ ଭାବରେ ଆପଣ ଯଦି ଏହି ଉପାୟକୁ କରିଦେବେ, ତେବେ ଆପଣ କେବେ ବି କଳ୍ପନା କରିନଥିବେ ଆପଣଙ୍କୁ ଫଳ ଏମିତି ମିଳିବ। ଆଉ ଏଥିପାଇଁ ଆପଣ ଏହି ଉପାୟଟିକୁ ଗୋଟିଏ ଥର ନିହାତି ଥରେ କରିକି ହିଁ ଦେଖନ୍ତୁ। କାହିଁକି ନା ଆପଣଙ୍କ ହାତରୁ ଏହି ମଉକା ହାତଛଡ଼ା ନ ହେଉ। ତ ଏହି ଉପାୟକୁ ଗୁରୁବାର ଦିନ ଆପଣ କିପରି କରିବେ ତେବେ ଚାଲନ୍ତୁ ଜାଣିବା। ଗୁରୁବାର ଦିନ କୌଣସି ମାମୁଲି ଦିନ ହୋଇନଥାଏ। ସ୍ୱୟଂ ମାତା ଲକ୍ଷ୍ମୀଙ୍କର ଦିନ ମନାଯାଏ। ଭଗବାନ ବିଷ୍ଣୁଙ୍କର ବି ଦିନ ମନାଯାଏ। ଆଉ ଏହି ଦିନ ଆପଣ ସନ୍ଧ୍ୟା ସମୟରେ ଯଦି ଆପଣ ଏହି ଛୋଟିଆ କାମଟିଏ କରିଦେବେ ତ ମାନି ନିଅନ୍ତୁ ଆପଣଙ୍କର ଭାଗ୍ୟ ଚମକିଯିବ। ଆପଣଙ୍କର ଭାଗ୍ୟରେ ସବୁବେଳ ପାଇଁ ଗରିବୀ ଦୂର ହୋଇଯିବ। ସନ୍ଧ୍ୟା ସମୟରେ ଯଦି ଆପଣ ଏହି ଗୋଟିଏ ଉପାୟକୁ କରିଦେବେ ତ ଆପଣ ଲାଭ ହିଁ ଲାଭ ପାଇବେ। ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ସେହି ବ୍ୟକ୍ତିଙ୍କ ଉପରେ ବର୍ଷା ହେବ ଯେଉଁ ବ୍ୟକ୍ତି ଏହି ଭିଡିଓଟିକୁ ଗୋଟିଏ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଭିଡିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରିବେ ଏବଂ କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀହରି ବିଷ୍ଣୁ ଅବଶ୍ୟ ଲେଖିବେ। ତ ସେହି ବ୍ୟକ୍ତିଙ୍କୁ ଏ ସଂସାରର ସବୁ ଖୁସି ମିଳିଯିବ। କିଛି ଉପାୟ ଏମିତି ହୋଇଥାଏ ଯାହାକୁ କରିବା ମାତ୍ରେ ବ୍ୟକ୍ତି ରାତାରାତି ତାଙ୍କ ଭାଗ୍ୟକୁ ଚମକାଇ ଦେଇଥାନ୍ତି ଏବଂ ମାତା ଲକ୍ଷ୍ମୀଙ୍କର ସବୁ ଦେବୀ ଦେବତାଙ୍କ କୃପା ମଧ୍ୟ ପାଇଥାନ୍ତି। ଏଥିପାଇଁ ବିଶ୍ୱାସର ସହ ଏହି ଉପାୟକୁ ସନ୍ଧ୍ୟା ସମୟରେ ଗୁରୁବାର ଦିନ ଆପଣ ନିହାତି କରନ୍ତୁ। କରିକି ହିଁ ଥରେ ଦେଖନ୍ତୁ। ତାପରେ ଆପଣ ନିଜେ ଦେଖିବେ କିପରି ଆପଣଙ୍କର ଭାଗ୍ୟ ଚମକିବ। ଯଦି ଆପଣ ହଳଦୀର ଏହି ଛୋଟିଆ ଉପାୟକୁ କରିଦେବେ ତ ଆପଣଙ୍କୁ ସେହି ଲାଭ ହେବ ଯାହାକୁ ଆପଣ କେବେ ଭାବି ନଥିବେ। ଆପଣ ଧନବାନ ବନିଯିବେ। ଗୁରୁବାର ଦିନ ବହୁତ ଚମତ୍କାର ଦିନ ହୋଇଥାଏ। ଆଉ ଏହି ଦିନଟି ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ ହୋଇଥାଏ। ଆଉ ଏହି ଦିନରେ ଆପଣମାନେ ଭୁଲରେ ବି ଏହି ସବୁ ଭୁଲ କାମ ଆଦୌ କରନ୍ତୁ ନାହିଁ। ଆଉ ଯେଉଁ ବ୍ୟକ୍ତି ଏହି ଭୁଲ ତାଙ୍କ ଜଣା ଅଜଣାତାରେ କରିଥାନ୍ତି ସେ ତାଙ୍କ ପୁରା ଜୀବନକୁ ବର୍ବାଦ କରିଦେଇଥାନ୍ତି। କାରଣ ଗୁରୁବାର ଦିନଟି ବହୁତ ପବିତ୍ର ଦିନଟିଏ ମନାଯାଏ। ଏହି ଦିନ କିଛି ଏମିତି କାର୍ଯ୍ୟ ଥାଏ ଯାହାକୁ ଆପଣମାନେ ଭୁଲରେ ବି କରିବା ଉଚିତ ନୁହେଁ। ହିନ୍ଦୁ ଧର୍ମର ମାନ୍ୟତା ଅଛି କି ଗୁରୁବାର ଦିନଟି ବହୁତ ଶୁଭ ମନାଯାଏ। ଆଉ ଏହି ଦିନ ଯଦି ଆପଣ କିଛି କାର୍ଯ୍ୟ କରିଦିଅନ୍ତି ତ ଏହା ବି ଅତ୍ୟନ୍ତ ଶୁଭ ହୋଇଥାଏ। କିନ୍ତୁ ହିନ୍ଦୁ ଶାସ୍ତ୍ରରେ ଏହା ବି ମାନ୍ୟତା ଅଛି କି ଗୁରୁବାର ଦିନ ଯଦି ଆପଣ ହଳଦୀ ଦ୍ୱାରା ଏହି ଗୁପ୍ତ ଉପାୟ କରିଦେଇଥାନ୍ତି ତ ରାତାରାତି ଆପଣମାନେ କରୋଡ଼ପତି ବନିଯିବେ। ଗୁରୁବାର ଦିନ ଭଗବାନ ବୃହସ୍ପତିଙ୍କର ବି ଦିନ ହୋଇଥାଏ। ଶାସ୍ତ୍ର ଅନୁସାରେ କେବଳ ବିଷ୍ଣୁ ବୃହସ୍ପତି ଦେବତାଙ୍କୁ ସବୁ ଦେବତାଙ୍କର ଗୁରୁ ମନାଯାଏ। ଆଉ ଯେଉଁ ବ୍ୟକ୍ତିଙ୍କ ବିବାହରେ କିଛି ସମସ୍ୟା ସୃଷ୍ଟି ହୋଇଥାଏ ତ ସେହି ସମସ୍ୟାକୁ ଦୂର କରିବା ପାଇଁ ଜ୍ୟୋତିଷ ଭଗବାନ ବୃହସ୍ପତିଙ୍କ ପୂଜା ଆରାଧନା କରାଯାଏ। ଭଗବାନ ବିଷ୍ଣୁଙ୍କୁ ଜ୍ଞାନ, ଭାଗ୍ୟ ଓ ଜୀବନରେ ବୈବାହକକୁ ନିର୍ଦ୍ଧାରିତ କରିବା ଭଗବାନଙ୍କ ଉପରେ ପୂଜା କରାଯାଏ। ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ବୃହସ୍ପତି କମଜୋର ହୋଇଥାଏ ସେହି ବ୍ୟକ୍ତିଙ୍କର କୌଣସି ବି କାର୍ଯ୍ୟ ଠିକ୍ ତରିକାରେ ପୂରା ହୋଇନଥାଏ। କୁଣ୍ଡଳୀରେ ବୃହସ୍ପତିର ସ୍ଥାନ ଠିକ୍ ନଥିବାରୁ ସବୁ କାର୍ଯ୍ୟ ପୂର୍ଣ୍ଣ ହୋଇନଥାଏ। ଲୋକେ ଭଗବାନ ବିଷ୍ଣୁଙ୍କୁ ପୂଜା ଆରାଧନା କରିଥାନ୍ତି। କିନ୍ତୁ କିଛି ଲୋକ ତାଙ୍କୁ ପୂଜା ଆରାଧନା କରିବା ପରେ ବି କିଛି ଏମିତି ଭୁଲ କରି ବସିଥାନ୍ତି ଯାହାଦ୍ୱାରା ବ୍ୟକ୍ତିକୁ ଭୋଗିବାକୁ ପଡ଼ିଥାଏ। ଯଦି ଆପଣ ବି ଏମିତି ଭୁଲ ଆପଣଙ୍କ ଘରେ କରିବେ ବା କରିବେ ନାହିଁ ତ ଆପଣଙ୍କ ଜୀବନ ଆପଣଙ୍କର ଘର ସବୁବେଳେ ଖୁସିରେ ଭରିଯିବ। ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ପରେ ଆପଣଙ୍କର ଘରେ କେଉଁ କେଉଁ ଜିନିଷ କରିବାକୁ ଶାସ୍ତ୍ରରେ ବାରଣ କରାଯାଇଛି ଆସନ୍ତୁ ଜାଣିବା। ଆପଣ ଗୁରୁବାର ଦିନ ଭୁଲରେ ବି ଆପଣଙ୍କର କେଶ ସଫା କରନ୍ତୁ ନାହିଁ। କିନ୍ତୁ ଆଜିକାଲି ନ୍ୟୁ ଜେନେରେସନ ପୁରୁଣା କଥାକୁ ଗ୍ରହଣ କରିବାକୁ ରାଜି ନଥାନ୍ତି। କିନ୍ତୁ ଯଦି ଘରର ପ୍ରତ୍ୟେକ ମହିଳା ନିଜ କେଶକୁ ଗୁରୁବାର ଦିନ ଯଦି ସଫା କରିଥାନ୍ତି ତ ଆପଣଙ୍କୁ ଏହା ଜଣାଇବୁ ଯେ କି ମହିଳାଙ୍କର କୁଣ୍ଡଳୀରେ ବୃହସ୍ପତିକୁ କାରକ ମନାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଯେଉଁ ମହିଳା କେଶ ସଫା କରିଥାନ୍ତି ତ ତାଙ୍କ ସନ୍ତାନ ଓ ପତିଙ୍କ ଜୀବନରେ ଖରାପ ପ୍ରଭାବ ପଡ଼ିଥାଏ। ଗୁରୁବାର ଦିନ ମୁଣ୍ଡ ଧୋଇବା ଦ୍ୱାରା ବୃହସ୍ପତି କମଜୋର ହୋଇଥାନ୍ତି। ଆଉ ବୃହସ୍ପତି କମଜୋର ହୋଇଯିବା କ୍ଷଣି କୌଣସି ବି କାର୍ଯ୍ୟ ଆପଣଙ୍କର ପୂର୍ଣ୍ଣ ହୋଇନଥାଏ। ବହୁତ ସାରା ଲୋକ କୌଣସି ରୀତି ନିବାସକୁ ମାନି ନଥାନ୍ତି। ଗୁରୁବାର ଦିନ କେଶ କାଟିବା ଦ୍ୱାରା ସନ୍ତାନ ଓ ପତିଙ୍କର ଜୀବନରେ ଖରାପ ପ୍ରଭାବ ପଡ଼ିଥାଏ। ଏହା ଦ୍ୱାରା ସନ୍ତାନ ପତିଙ୍କ ଉନ୍ନତିରେ ବାଧା ଉପୁଜିଥାଏ। ଗୁରୁବାର ଦିନ ଆପଣ ସୋରିଷ ତେଲର ଦୀପ ଲଗାନ୍ତୁ ନାହିଁ। ହିନ୍ଦୁ ଧର୍ମ ଅନୁସାରେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା ତଥା ଉପାସନା କରାଯାଏ। ବୃହସ୍ପତି ବାରରେ ପୂଜାର୍ଚ୍ଚନା କରିବା ବେଳେ ସୋରିଷ ତେଲର ଦୀପ ଜଳାନ୍ତୁ ନାହିଁ। ଏହା କରିବା ଦ୍ୱାରା ଶ୍ରୀହରି ବିଷ୍ଣୁ ଆପଣଙ୍କ ଉପରେ ରୁଷ୍ଟ କରିଥାନ୍ତି। ତ ତାଙ୍କ
ଭକ୍ତଙ୍କର ବ୍ରତର ଫଳ ମିଳିନଥାଏ। ଗୁରୁବାର ଦିନ ଦେଶୀ ଘିଅର ଦୀପ ଜଳାଇବା ଉଚିତ ମନାଯାଏ। ଗୁରୁବାର ଦିନ ଆପଣ ଭୁଲରେ ବି ଆପଣଙ୍କ ଘରେ ପୋଛା ଲଗାନ୍ତୁ ନାହିଁ। ଯେବେ ବୃହସ୍ପତିଙ୍କ ପ୍ରଭାବ ଶରୀରରେ ପଡ଼ିଥାଏ, ଠିକ୍ ସେହିପରି ମଧ୍ୟ ଆପଣଙ୍କ ଘରେ ମଧ୍ୟ ବୃହସ୍ପତିଙ୍କର ପ୍ରଭାବ ରହିଥାଏ। ବାସ୍ତୁ ଅନୁସାରେ ଘରେ ଆପଣଙ୍କର ଈଶାନ କୋଣର ସ୍ୱାମୀ ଗୁରୁ ହୋଇଥାନ୍ତି। ଈଶାନ କୋଣ ଧର୍ମ ଓ ଶିକ୍ଷାର କୋଣ ହୋଇଥାଏ। ଗୁରୁବାର ଦିନ ପୋଛା ଲଗାଇବା ଦ୍ୱାରା ଘରର ଈଶାନ କୋଣ କମଜୋର ହୋଇଥାଏ। ଈଶାନ କୋଣର ସମ୍ବନ୍ଧ ସିଧା ପରିବାରର ଛୋଟ ପିଲାଙ୍କ ସହ ରହିଥାଏ। ଏହା ସହ ଘରର ପୁତ୍ର ସନ୍ତାନଙ୍କର ସମ୍ବନ୍ଧ ଈଶାନ କୋଣ ସହ ହୋଇଥାଏ। ଘରର ପିଲା ପୁତ୍ର ଘରର ସଦସ୍ୟଙ୍କ ଶିକ୍ଷା ଧର୍ମ ଆଦିରେ ଶୁଭ ପ୍ରଭାବ କମ୍ ଆସିଥାଏ। ଗୁରୁବାର ଦିନ ପୋଛା ଲଗାନ୍ତୁ ନାହିଁ। ଗୁରୁବାର ଦିନ ପଇସା ନେଣଦେଣ କରିବା ଉଚିତ ନୁହେଁ। ମନାଯାଏ କି ଏମିତି କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ଗୁରୁ କମଜୋର ହୋଇଥାଏ ଓ ଆର୍ଥିକ ସମ୍ପନ୍ନତା କମି ହୋଇଥାଏ। ଏହା କରିବା ଦ୍ୱାରା ଧନ ସମ୍ବନ୍ଧିତ ପରି ସମସ୍ୟା ବଢ଼ିଥାଏ ଓ ଆପଣଙ୍କର ଆର୍ଥିକ ଉନ୍ନତିରେ ବାଧା ଆସିଥାଏ। ଏଥିପାଇଁ ଆପଣ ଗୁରୁବାର ଦିନ ପଇସା ନେଣଦେଣ କରନ୍ତୁ ନାହିଁ। ଗୁରୁବାର ଦିନ ଗୁରୁ ଗ୍ରହକୁ କମଜୋର କରୁଥିବା କାର୍ଯ୍ୟକୁ କରିବା ଦ୍ୱାରା ଜାତକରେ ଧନ ବୃଦ୍ଧି ହେବାର ରୋକି ହୋଇଯାଇଥାଏ। ଧନ ଲାଭର ଯେଉଁ ବି କିଛି ସ୍ଥିତି ବଢ଼ିଥାଏ ତାହା ସବୁ ରୋକି ହୋଇଯାଇଥାଏ। ଗୁରୁବାର ଦିନ ସେଭିଂ ହେବା ବି ନିଷେଧ ଅଟେ। ଗୁରୁବାର ଦିନ ମହିଳାମାନେ କପଡ଼ା ସଫା କରିବା ଉଚିତ ନୁହେଁ। ମହିଳାମାନେ ଏହି କଥାକୁ ଖାସ କରି ଧ୍ୟାନ ରଖିବା ଉଚିତ। କେବଳ ଗୁରୁବାର ଦିନ କପଡ଼ା ଧୁଅନ୍ତୁ ନାହିଁ। କାହିଁକି ନା ଆପଣଙ୍କର କୁଣ୍ଡଳୀରେ ଗୁରୁ ଗ୍ରହ ସ୍ଥିତି କମଜୋର ହୋଇଥାଏ। ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀ ବି ଆପଣଙ୍କ ଉପରେ ରୁଷ୍ଟ କରିଥାନ୍ତି। ଯଦି ଆପଣ ଏମିତି କରିଥାନ୍ତି ତ ଏହାର ଫଳ ସିଧା ଆପଣଙ୍କର ଶରୀର ଉପରେ ଦେଖା ଦେଇଥାଏ। ଏହା କରିବା ଦ୍ୱାରା ଆପଣଙ୍କର ଆର୍ଥିକ ରୂପରେ ମୁସ୍କିଲର ସାମ୍ନା କରିବାକୁ ପଡ଼ିଥାଏ। ଗୁରୁବାର ଦିନ ଆପଣ ନୀଳ ଓ କଳା ରଙ୍ଗର କପଡ଼ା ପିନ୍ଧନ୍ତୁ ନାହିଁ। ଯଦି ଆପଣ ଗୁରୁବାର ଦିନ କଳା ଓ ନୀଳ ରଙ୍ଗର କପଡ଼ା ଧାରଣ କରିଥାନ୍ତି ତ ଭଗବାନ ବିଷ୍ଣୁ ଆପଣଙ୍କ ଉପରେ ଅଧିକ ରୁଷ୍ଟ କରିଥାନ୍ତି। ଗୁରୁବାର ଦିନ ଆପଣ ହଳଦିଆ ରଙ୍ଗର ବିଶେଷ ମହତ୍ତ୍ୱ ରହିଥାଏ। ତେଣୁକରି ଆପଣ ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ଏହା କଲେ ଆପଣଙ୍କର ଗୁରୁ ଗ୍ରହ ସ୍ଥିତି ଆପଣଙ୍କ କୁଣ୍ଡଳୀରେ ମଜବୁତ ହୋଇଥାଏ। ଗୁରୁବାର ଦିନ ପୂଜା ପାଠର ସାମଗ୍ରୀ କିଣାବିକା କରନ୍ତୁ ନାହିଁ। ଏହି ଦିନ ଧାରୁଆ ଜିନିଷ ଚାକ୍ଷୁ କଇଁଚି ଆଦି କିଣନ୍ତୁ ନାହିଁ। ଯଦି ଆପଣ ଏହି ଜିନିଷକୁ କିଣିଥାନ୍ତି ଏହାର ଫଳ ସିଧା ବ୍ୟକ୍ତିର କୁଣ୍ଡଳୀରେ ଗୁରୁ ଗ୍ରହ ଉପରେ ପଡ଼ିଥାଏ। ବ୍ୟକ୍ତିଙ୍କୁ ତାଙ୍କ କ୍ୟାରିୟରରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଗୁରୁବାର ଦିନ ପିତା ଦେବତା ଗୁରୁଜନଙ୍କୁ ଅନାଦର ଉପହାସ କରିବା ଉଚିତ ନୁହେଁ। ଯଦି ଆପଣ ଏମିତି କରିଥାନ୍ତି ତ ଆପଣଙ୍କ କୁଣ୍ଡଳୀରେ ଗୁରୁ ଗ୍ରହ ମଜବୁତ କମଜୋର ସ୍ଥିତିକୁ ଚାଲି ଯାଇଥାଏ ଏବଂ ଆପଣଙ୍କ କ୍ୟାରିୟରରେ ଓ ଧନ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଖାସ କରି ମହିଳା ଏହି କଥାକୁ ଅଧିକ ଧ୍ୟାନ ରଖନ୍ତୁ। ଏହି ଦିନ ଆପଣ ଘରକୁ ଯଦି କିଏ ଆସିଥାନ୍ତି ତାଙ୍କୁ ଖାତିରଦାରୀ କରନ୍ତୁ। ଏହା ଆପଣଙ୍କର ଉନ୍ନତି ହୋଇଥାଏ ଏବଂ ଖାଲି ହାତରେ କେବେ ବି ତାଙ୍କୁ ଯିବାକୁ ଦିଅନ୍ତୁ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତି ବାରରେ ନଖ କାଟିଲେ ଧନର ହାନି ହୋଇଥାଏ। ଗୁରୁବାର ଦିନ ଘର ସଫା କରନ୍ତୁ ନାହିଁ କି ଅଳିଆ ବାହାର କରନ୍ତୁ ନାହିଁ। କାହିଁକି ନା ଗୁରୁବାର ଦିନ ଘରର ଅଧିକ ସଫାସୁତୁରା କିମ୍ବା ଅନ୍ଧୁ ଝାଡ଼ିବା ଶୁଭ ମନାଯାଏ ନାହିଁ। ଗୁରୁବାର ଦିନ କଦଳୀ ସେବନ କରନ୍ତୁ ନାହିଁ। ମୁଗ ଡାଲି ବି ଗୁରୁବାର ଦିନ ଖାଆନ୍ତୁ ନାହିଁ। କଦଳୀ ଗଛରେ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ। ଏଥିପାଇଁ କଦଳୀ ସେବନ କରିବା ଶାସ୍ତ୍ରରେ ବର୍ଜିତ ଅଟେ। ମୁଗ ଡାଲି ସେବନ କରିବା ଦ୍ୱାରା ବ୍ୟକ୍ତିର ଆର୍ଥିକ ସ୍ଥିତିରେ ପ୍ରଭାବ ପଡ଼ିଥାଏ। ଗୁରୁବାର ଦିନ ମୁଗ ଡାଲି ସେବନ କରିବା ଫଳଦାୟକ ହୋଇନଥାଏ। ଆପଣ ଚଣା ଡାଲି ଗୁରୁବାର ଦିନ ଦାନ କରିପାରିବେ ଏବଂ ଚଣା ଡାଲି ଆପଣ ସେବନ କରିପାରିବେ। ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ଦେବତା ବୃହସ୍ପତିଙ୍କୁ ପୂଜା କରାଯାଏ। ଆରାଧନା ବି କରାଯାଏ। ଜୀବନରେ ଅନେକ କଷ୍ଟରୁ ଆପଣଙ୍କୁ ମୁକ୍ତି ମିଳିଥାଏ। ଗୁରୁବାର ଦିନ ଯଦି ଆପଣ କିଛି ଉପାୟକୁ ଆପଣାନ୍ତି ତ ପଇସାକୁ ନେଇ କ୍ୟାରିୟରର ସମସ୍ୟା ସମାଧାନ ଆପଣଙ୍କୁ ମିଳିପାରିବ। ତେଣୁ ଆସନ୍ତୁ ଜାଣିବା କି ଗୁରୁବାର ଦିନ କଣ କଣ ଉପାୟକୁ କରିବା ଉଚିତ। ଗୁରୁବାର ଦିନ ସକାଳୁ ଗାଧୋଇ ସଫା ବସ୍ତ୍ର ପରିଧାନ କରି ଦେବତା ଗୁରୁ ବୃହସ୍ପତିଙ୍କୁ ଧ୍ୟାନ କରି ତାଙ୍କ ମନ୍ତ୍ର ଓମ୍ ହ୍ରିଂ କ୍ଲିଂ ବୃହସ୍ପତୟେ ନମଃ ଏହି ମନ୍ତ୍ରକୁ ଜପ କରନ୍ତୁ। ଯଦି ଆପଣ ଆପଣଙ୍କର ବିଜନେସକୁ ବଢ଼ାଇବାକୁ ଚାହାନ୍ତି ତ ଭଗବାନ ବିଷ୍ଣୁଙ୍କୁ ଗୁରୁବାର ଦିନ ଚନ୍ଦନର ତିଳକ ଲଗାନ୍ତୁ। ଏହା ସହ ଭଗବାନ ବିଷ୍ଣୁଙ୍କ ସାମ୍ନାରେ ଚନ୍ଦନର ଧୂପକାଠି ଜଳାନ୍ତୁ ଏବଂ ଆପଣଙ୍କର ବିଜନେସ ବଢ଼ିବା ପାଇଁ ପ୍ରାର୍ଥନା କରନ୍ତୁ। ଯଦି ଆପଣ ଦାମ୍ପତ୍ୟ ଜୀବନରେ କିଛି କମଜୋର ମତଭେଦ ହୋଇଥାଏ ତାହା ଦ୍ୱାରା ଆପଣଙ୍କର ଦାମ୍ପତ୍ୟ ଜୀବନରେ ଝଗଡ଼ା ଲାଗି ରହିଥାଏ ତ ଏହି ପରିସ୍ଥିତିରୁ ବାହାରିବା ପାଇଁ ଆପଣ ଗୁରୁବାର ଦିନ କ୍ଷୀର ଓ ଚାଉଳର କ୍ଷୀରି ବନାଇ ସେହି କ୍ଷୀରିରେ ଯଦି
संभव हेउची तो केसर पकाई दियंतु आउ सेही खीरी को श्री हरि विष्णु को भोग लगांतु। एहा सह एही मंत्र जप करंतु। मंत्रटी हेउची माधवाय नमः। जदि आपण कोनोसी शत्रु द्वारा चिंतित आपण आपणकर शत्रु ठारू विजय लाभ पाइबा पई चाहूछंती तो गुरुवार दिन गोटिए छोटिया हळदिया रंगर कपड़ा नियंतु। गोटिए गिनारे पानी नेबे। सेही पानी रे अल्प हळदी मिसाई सेही हळदिया कपड़ा रे हळदी गोଳାରେ ଆପଣଙ୍କର ଶତ୍ରୁ ନାମ ଲେଖି ସେହି କପଡ଼ାକୁ ଶ୍ରୀହରି ବିଷ୍ଣୁଙ୍କ ମନ୍ଦିରକୁ ଯାଇ ଭଗବାନଙ୍କ ଚରଣରେ ରଖିଦେବେ। ଯଦି ଆପଣ ଆପଣଙ୍କର ପାଠ ପାଇଁ ବିଦେଶ ଯିବା ପାଇଁ ଚାହୁଁଛନ୍ତି କିନ୍ତୁ କୌଣସି କାରଣରୁ ଆପଣ ଯାଇପାରୁନାହାନ୍ତି ତ ଗୁରୁବାର ଦିନ ଆପଣ ଗୁରୁ ଓ ଆପଣଙ୍କର ମାତା ପିତାଙ୍କର ଆଶୀର୍ବାଦ ନେଇ ଦେବଗୁରୁ ବୃହସ୍ପତିଙ୍କର ଏହି ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ରଟି ହେଉଛି ଓମ୍ ହ୍ଲିଂ କ୍ଲିଂ ବୃହସ୍ପତେ ନମଃ। ଯଦି ଆପଣଙ୍କର ସନ୍ତାନର ଶରୀରର ଗତିବିଧି ପାଇଁ ଆପଣ ସବୁବେଳେ ଚିନ୍ତିତ ରହୁଛନ୍ତି ତ ଗୁରୁବାର ଦିନ ଆପଣ ଗୋଟିଏ ନୂଆ ହଳଦିଆ ରଙ୍ଗର କପଡ଼ା ନେବେ। ଆପଣଙ୍କ ସନ୍ତାନର ହାତରେ ସେହି କପଡ଼ାକୁ ସ୍ପର୍ଶ କରି ବିଷ୍ଣୁ ମନ୍ଦିରରେ ଚଢ଼ାଇ ଦିଅନ୍ତୁ ଏବଂ ଏହି ମନ୍ତ୍ରଟିକୁ ଆପଣ 11 ରୁ 12 ଥର ଜପ କରନ୍ତୁ। ମନ୍ତ୍ରଟି ହେଉଛି ଓମ୍ ହ୍ଲିଂ କ୍ଲିଂ ବୃହସ୍ପତये ନମଃ। କୌଣସି ବ୍ରାହ୍ମଣକୁ ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ଦାନ କରିବା ଦ୍ୱାରା ଆପଣଙ୍କର ବିଗିଡ଼ି ଯାଇଥିବା କାର୍ଯ୍ୟ ସୁଧାର ଆସିଥାଏ ତ ଏହା ବହୁତ ଶୁଭ ବି ମନାଯାଏ। ଯଦି ଆପଣଙ୍କର ବିବାହରେ ବାଧା ସୃଷ୍ଟି ହେଉଥାଏ ତ ଗୁରୁବାର ଦିନ ହଳଦୀକୁ ଦାନ କରିବା ଦ୍ୱାରା ଆପଣଙ୍କର ସବୁ ସମସ୍ୟାର ଦୂର ହୋଇଥାଏ। ଗୁରୁବାର ଦିନ ହଳଦୀ ଦାନ କରିବା ଲାଭକାରୀ ମନାଯାଏ। ଆପଣଙ୍କର ଭାଗ୍ୟକୁ ଚମକାଇବା ପାଇଁ ଗୁରୁବାର ଦିନ ହଳଦିଆ ରଙ୍ଗର ଅନ୍ନ ଦାନ କରିବା ଅତ୍ୟନ୍ତ ଶୁଭ ମନାଯାଏ। ଯଦି ଘରେ ଆପଣଙ୍କର ଧନ ଧାନ୍ୟର କମି ହେଉଥାଏ ତ ଆପଣ ଚାଉଳକୁ କେଶର ସହ ମିଶାଇ କୌଣସି ଜରୁରତ ବ୍ୟକ୍ତି ବା କୌଣସି ଗରିବ ବ୍ୟକ୍ତିଙ୍କୁ ଦାନ ଓ ଦକ୍ଷିଣା ଦେବା ଦ୍ୱାରା ଭଗବାନ ଶ୍ରୀହରି ବିଷ୍ଣୁ ପ୍ରସନ୍ନ ହୋଇ ଆପଣଙ୍କୁ ଆଶୀର୍ବାଦ ଦେବେ କି ଆପଣଙ୍କ ପାଖରେ କେବେ ବି ଧନ ଓ ଅନ୍ନର କମି ହେବ ନାହିଁ। ବ୍ୟାପାରରେ ଯଦି ଗ୍ରାହକଙ୍କର କମି ଥାଏ ତ ଗୁରୁବାର ଦିନ ଗୋଟିଏ ପାନପତ୍ର ନେଇ ସେହି ପାନପତ୍ରରେ 2ଟି ହଳଦୀ ଗଣ୍ଠି ରଖି ବିଷ୍ଣୁଙ୍କ ମନ୍ଦିରକୁ ଯାଇ ଚଢ଼ାଇ ଦିଅନ୍ତୁ। ଦେଖିବେ ଏହି ସମସ୍ୟାରୁ ଜଲ୍ଦିରୁ ଜଲ୍ଦି ଆପଣଙ୍କୁ ଲାଭ ମିଳିବ ଏବଂ ଆପଣଙ୍କର ସମସ୍ୟାର ସୁଧାର ଆସିବ। ଧନର ଦେବୀ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଗୁରୁବାର ଦିନ ଶ୍ରୀହରି ବିଷ୍ଣୁଙ୍କ ମନ୍ଦିର ଯାଇ କେଶର ଓ ସପୁରୀ ଦାନ କରନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଅପାର ଧନ ପ୍ରାପ୍ତି ହେବ। ଯେଉଁ ବ୍ୟକ୍ତିଙ୍କୁ ଚାକିରିରେ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ କିମ୍ବା ଯେଉଁ କନ୍ୟାର ବିବାହ ହୋଇପାରୁନାହିଁ ତ ସେହି ବ୍ୟକ୍ତି ଗୁରୁବାର ଦିନ ବୃହସ୍ପତିଙ୍କୁ ପୂଜା କରି ହଳଦିଆ ରଙ୍ଗର ଫଳ ଫୁଲ ଅର୍ପଣ କରନ୍ତୁ। ତାଙ୍କ ସମସ୍ୟାର ସମାଧାନ ହୋଇଯିବ। ପାରିବାରିକ ସମସ୍ୟାର ସମାଧାନ ପାଇଁ ଗୁରୁବାର ଦିନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ମନ୍ଦିରରେ ଆମ୍ବ ଦେବା ଦ୍ୱାରା ସମସ୍ୟାରୁ ମୁକ୍ତି ମିଳିଥାଏ ଓ ପରିବାରରେ ଖୁସି ଫେରି ଆସିଥାଏ। ଗୁରୁବାର ଦିନ ସ୍ନାନ ଓ ପୂଜା ପରେ କୌଣସି ବ୍ରାହ୍ମଣ ଓ ଦୁଃଖୀ ବ୍ୟକ୍ତିଙ୍କୁ ଚଣା ଡାଲି ହଳଦୀ ହଳଦିଆ ରଙ୍ଗର ବସ୍ତ୍ର ହଳଦିଆ ରଙ୍ଗର ଫଳ କଂସା ପିତ୍ତଳ ବାସନ କିମ୍ବା ସୁନାର ଦାନ କରିବା ଉଚିତ। ଏମିତି କଲେ ଆପଣଙ୍କ ଘରେ ସୁଖ ଶାନ୍ତି ସମୃଦ୍ଧି ଆସିଥାଏ ଆଉ କେବେ ବି ଖାଇବା ପିଇବା ଆଉ ପଇସାର କମି ରହିବ ନାହିଁ। ଗୁରୁବାର ଦିନ ଗରିବ ବ୍ୟକ୍ତିଙ୍କୁ ଚାଉଳ ଓ ଡାଲି ବାଣ୍ଟିବା ଦ୍ୱାରା ଭଗବାନ ବିଷ୍ଣୁଙ୍କର କୃପା ଆପଣଙ୍କୁ ଲାଭ ପ୍ରାପ୍ତି ହୋଇଥାଏ। ଗୁରୁବାର ଦିନ ହଳଦୀ ଦାନ କରିବା ଅତ୍ୟନ୍ତ ଶୁଭ ମନାଯାଏ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟି ଗୋଟେ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆପଣଙ୍କୁ ମୋର ଅନୁରୋଧ ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ ଯାହାଫଳରେ ଆମର ଏହିଭଳି ପ୍ରତ୍ୟେକ ଶିକ୍ଷଣୀୟ ଭିଡ଼ିଓ ଆପଣଙ୍କ ପାଖରେ ଯାଇ ପହଞ୍ଚିବ। ଆପଣ ଏହି ଭିଡ଼ିଓ ଦେଖିବାର ସୁଯୋଗ ପାଇପାରିବେ।